ସ୍ଥାନୀୟ ନାନପୁର ପାଟଣା ମେଲନ ପଡ଼ିଆଠାରେ ଐତିହାସିକ ରାଜ ମେଲନ 4 ତାରିଖ ବୁଧବାର ମହାସମାରୋହରେ ସମାପିତ ହୋଇଯାଇଛି। ପ୍ରଥମେ ନାନପୁର ଗୋସ୍ୱାମୀ ସାହିର ଶ୍ରୀ ଶ୍ରୀ ବୃନ୍ଦାବନ ଜୀଉ ମେଲନ ପଡ଼ିଆରେ ଆସ୍ଥାନ ଗ୍ରହଣ କରିବା ପରେ ଆଲମଗିରି ଗଡ଼ରାଜାଙ୍କ ବିମାନ ଶ୍ରୀ ଶ୍ରୀ ମଧୁସୂଦନ ଜୀଉ ବାଜା ବାଣ ଖୋଳ କୀର୍ତ୍ତନରେ ରୋଷଣୀ କରି ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ। ପଡ଼ିଆର ଚତୁର୍ଦିଗରୁ ଗୋପୀନାଥ ଜୀଉ ମାଣିତିରି, ରାଧାକୃଷ୍ଣ ଜୀଉ ପଲାଇ, ଗୋପାଳ ଜୀଉ କୃଷ୍ଣଦାସପୁର, ରାଧାଗୋବିନ୍ଦ ଜୀଉ ଭୂଷଣପୁର, ମଦନ ମୋହନ ଜୀଉ ମହାଖଳା ଦର୍ପଣ, ମଦନ ମୋହନ ଜୀଉ କୁସୁପୁର, ମଦନ ମୋହନ ଜୀଉ ନାନପୁର ବଣିଆ ସାହି, ମଦନ ମୋହନ ଜୀଉ ଭଟ୍ଟ ସାହି, ନାନପୁର ବିମାନଗୁଡ଼ିକ ପାରମ୍ପରିକ ବାଦ୍ୟ ରୋଷଣୀରେ ଆସି ମେଲନ ପଡ଼ିଆରେ ପହଞ୍ଚିଥିଲେ। ଆଲମଗିରି ରାଜା ଗୁରୁଚଣ୍ଡୀ କାୟତଙ୍କ ପକ୍ଷରୁ ତାଙ୍କର ଝିଅ ଜ୍ୱାଇଁ ଉପସ୍ଥିତ ରହି ସମସ୍ତ ନିମନ୍ତ୍ରିତ ବିମାନଗୁଡ଼ିକୁ ଭୋଗଲାଗ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ମେଲନ କାର୍ଯ୍ୟକ୍ରମକୁ ମିଳିତ ଜନମଙ୍ଗଳ ପାଠାଗାର ନାନପୁରର ଅକ୍ଷୟ ସେଣ୍ଟୁ, ପ୍ରଦୀପ ସେଣ୍ଟୁ, ମାନସ ରଞ୍ଜନ ଦେବ, ଫଣୀନ୍ଦ୍ରନାଥ ପଣ୍ଡା, ତ୍ରୈଲୋକନାଥ ଚମ୍ପତିରାୟ, ଉପେନ୍ଦ୍ର ସ୍ୱାଇଁ, ଭକ୍ତଚରଣ ପ୍ରଧାନ, ଅନନ୍ତ ପାନା, ନାରାୟଣ ନାୟକ, ସୁଶାନ୍ତ ବଳ, ଲକ୍ଷ୍ମୀଧର ପାନା, ଅଭିମନ୍ୟୁ ବଳ, ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମେଲନର ସମସ୍ତ ପରିଚାଳନାରେ ସହଯୋଗିତା କରିଥିଲେ। ମାହାଙ୍ଗାରୁ ଅମୃତ ଓଡ଼ିଶା ମୋବାଇଲ ଟିଭି।